ଓଡ଼ିଶା ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଏଇଟା ଗୋଟେ ଆତ୍ମଜୀବନୀଟେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର। କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଜଣେ ପୁରାତତ୍ତ୍ୱବିତ୍ ଓ ଐତିହାସିକ। ବୈଜ୍ଞାନିକ ରୀତିରେ ଗବେଷଣା ଓ ସତ୍ୟାସତ୍ୟ ଯୋଗୁଁ ସେ ବିଦ୍ୱାନ ସମାଜରେ ଉଚ୍ଚାସନ ଲାଭ କରିଛନ୍ତି। ସେ ମୟୂରଭଞ୍ଜ ଜିଲ୍ଲାର ଖିଚିଂଠାରେ 1909 ମସିହା ଡିସେମ୍ବର 1 ତାରିଖରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ସାଗର ପାଣିଗ୍ରାହୀ ଏବଂ ମାତାଙ୍କ ନାମ ସରସ୍ୱତୀ ଦେବୀ। କୃଷ୍ଣଚନ୍ଦ୍ର ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଇତିହାସରେ MA ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରେ ସଂସ୍କୃତରେ PhD ହାସଲ କରିଥିଲେ। ସେ ଜଣେ ପ୍ରତ୍ନତତ୍ତ୍ୱବିତ୍ ଭାବେ ଭାରତ ସରକାରଙ୍କ ଅଧୀନରେ 1937ରୁ 1984 ଯାଏଁ ଓ ଓଡ଼ିଶା ସଂଗ୍ରହାଳୟରେ ଜଣେ ପ୍ରତ୍ନତତ୍ତ୍ୱ ଭାବେ 1947ରୁ 1951 ଯାଏଁ କାର୍ଯ୍ୟନିର୍ବାହ କରିଥିଲେ। ତାପରେ ସେ ଅଧ୍ୟାପନ କରିଥିଲେ। ରେଭେନ୍ସା ମହାବିଦ୍ୟାଳୟରୁ ସେ ଇତିହାସ ବିଭାଗରେ ପ୍ରଫେସର ଭାବରେ ସେବାନିବୃତ୍ତ ହୋଇଥିଲେ। ପ୍ରବନ୍ଧ ମାନସ ହେଉଛି ତାଙ୍କର ଏକ ପ୍ରବନ୍ଧ ସଂକଳନ 1976। ତାଙ୍କର ଇତିହାସ ଓ କିମ୍ବଦନ୍ତୀ ଏବଂ ସାରଳା ସାହିତ୍ୟର ଐତିହାସିକ ଚିତ୍ର ଗ୍ରନ୍ଥଦ୍ୱୟ ଓଡ଼ିଆ ସମାଲୋଚନା ସାହିତ୍ୟକୁ ରୁଦ୍ଧିମନ୍ତ କରେ। ଭାରତୀୟ ପ୍ରତ୍ନତତ୍ତ୍ୱ ଓଡ଼ିଶାର ଇତିହାସ ଓ ସଂସ୍କୃତିରେ ଯାଜପୁର ମୋ ସମୟର ଓଡ଼ିଶା ଇତିହାସ ରଚନା କରିଛନ୍ତି। ମୋ ସମୟର ଓଡ଼ିଶା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର 1983, ପଦ୍ମଶ୍ରୀ 1977, ସାରଳା ସମ୍ମାନ ଏବଂ ପ୍ରଜାତନ୍ତ୍ର ପ୍ରଚାର ସମିତି ବିଶୁବ ମିଳନ ପୁରସ୍କାର 1972 ମସିହାରେ ଲାଭ କରିଛନ୍ତି। ମୋ ସମୟର ଓଡ଼ିଶା ଏହା ହେଉଛି ଏକ ଆତ୍ମଜୀବନୀ। ଏହା 1972 ମସିହାରେ ପ୍ରକାଶ ହୋଇଛି। ଏହାର ମୁଖବନ୍ଧ ଲେଖିଛନ୍ତି ଡକ୍ଟର କୁଞ୍ଜବିହାରୀ ଦାସ। ଉକ୍ତ ଆତ୍ମଜୀବନୀଟି ସର୍ବମୋଟ 12ଗୋଟି ପରିଚ୍ଛେଦରେ ବିଭକ୍ତ। ପ୍ରଥମ 5ଟି ପରିଚ୍ଛେଦରେ ଲେଖକ ନିଜର ଆତ୍ମସ୍ମୃତିର ବିଚାର ଆଲୋଚନା କରିଥିବା ବେଳେ ପରବର୍ତ୍ତୀ 7ଟି ପରିଚ୍ଛେଦରେ ତାଙ୍କର ସମସାମୟିକ କାଳର ଭାରତ ଓ ଓଡ଼ିଶା, ଓଡ଼ିଶାର ସାଂସ୍କୃତିକ ପ୍ରଗତି, ଗତିଧାରା, ଓଡ଼ିଆମାନଙ୍କ ଅତୀତ ପ୍ରୀତି, ଓଡ଼ିଶାରେ ସୁର, ସୁରୀ ଓ ସନ୍ଥ ପୂଜା ଏବଂ ଓଡ଼ିଶା ଇତିହାସର ଗତି ସମ୍ପର୍କରେ ଆଲୋଚନା କରି ପୁଣି ଥରେ ଶେଷ ଆଡ଼କୁ ନିଜର ବ୍ୟକ୍ତିଗତ ତଥା ପାରିବାରିକ ଜୀବନର ସ୍ମୃତିମଗ୍ନ ଚିତ୍ର ପ୍ରଦାନ କରିଛନ୍ତି। ଜନ୍ମଭୂମି ପ୍ରତି ଲେଖକଙ୍କ ଐକାନ୍ତିକ ପ୍ରୀତି। ଲେଖକ କହିଛନ୍ତି, ମୁଁ ବାଲ୍ୟକାଳରୁ ପିତାମାତାଙ୍କୁ ହରାଇ ଓଡ଼ିଶାକୁ ହିଁ ମୋର ମାତା ବୋଲି ଭାବି ନେଇଛି। ମୁଁ ତାକୁ ନିବିଡ଼ ଭାବରେ ଭଲ ପାଉଛି। ତାହାର ଇତିହାସ ଓ ପ୍ରତ୍ନତତ୍ତ୍ୱକୁ ଗଭୀର ଭାବରେ ଅନୁଧ୍ୟାନ କରିଛି ଏବଂ ଆଲୋକମୟୀ ଏହି ସନାତନୀ ଭୂମିର ଅଧୁନତା ଅଧପତନରେ ବ୍ୟଥିତ ହୋଇଛି। ଅତଏବ ତାଙ୍କ ଆତ୍ମଚରିତ ଅଧ୍ୟୟନ କାଳରେ ପାଠକ ଜଣେ ସ୍ୱଦେଶ ପ୍ରେମୀର ଐକାନ୍ତିକ ଭାବସତ୍ତାକୁ ଅନୁଭବ କରେ। ମାତ୍ର ସ୍ୱଦେଶ ପ୍ରେମ ତାଙ୍କ ଜୀବନର କ୍ଷଣିକ ଭାବ ପ୍ରବଣତା ନୁହେଁ। ଜାତିର ଆତ୍ମପ୍ରତି ସେ ଚିର ପ୍ରଣତ। ଜାତିର ଅମ୍ଳାନ ଜ୍ୟୋତି ଉଦ୍ଦେଶ୍ୟରେ ସେ ପ୍ରାଣର ପ୍ରୀତିକୁସୁମାଞ୍ଜଳି ଅର୍ପଣ କରିଛନ୍ତି। ଫଳତଃ ଆବାଲ୍ୟରୁ ସେ ହିନ୍ଦୁ ଧର୍ମର ରକ୍ଷଣଶୀଳତା ଓ ଶାସ୍ତ୍ରବିଧିର ଗଣ୍ଡି ମଧ୍ୟରେ ରହି ମଧ୍ୟ ବ୍ରାହ୍ମଣ ବଂଶରେ ଜନ୍ମଲାଭ କରିଥିଲେ ବି ନିଜର ଜନ୍ମଭୂମି ମୟୂରଭଞ୍ଜର ଆଦିବାସୀ ଲୋକମାନଙ୍କର ଜୀବନଧାରା ସହିତ ସମ୍ପୃକ୍ତ ହୋଇପଡ଼ିଛନ୍ତି ଓ ସେ ମୁକ୍ତ କଣ୍ଠରେ ସ୍ୱୀକାର କରି କହିଛନ୍ତି, ଯଦି ଆଜି ମଧ୍ୟରେ କେହି ମୋର ଚରିତ୍ରକୁ ବିଶ୍ଳେଷଣ କରନ୍ତି ତାହାହେଲେ ଦେଖିବେ ଯେ ସେଥିରେ ଆଦିବାସୀ ଚରିତ୍ରର ପ୍ରଭାବ ପୂର୍ଣ୍ଣ ମାତ୍ରାରେ ରହିଛି। ଏପରିକି ଜୀବନର ଶେଷ ସନ୍ଧ୍ୟା ଯାଏଁ ଡକ୍ଟର ପାଣିଗ୍ରାହୀ ଆଦିବାସୀ ପ୍ରଭାବ ପୁଷ୍ଟ ସତ୍ୟବାଦିତା, ସରଳତା, ନିର୍ଭୀକତା ଓ ଆତ୍ମସମ୍ମାନ ସଚେତନାରୁ ତିଳେ ମାତ୍ର ବିରତ ହୋଇନାହାନ୍ତି। ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କେବଳ ପ୍ରଚାରଧର୍ମୀ ସାଂସ୍କୃତିକ ବିକାଶକୁ ସେ କଟୁ ଉକ୍ତିରେ ସମାଲୋଚନା କରୁଥିଲେ। ବାଲ୍ୟ ଜୀବନର ଦାରିଦ୍ର୍ୟ ସାଙ୍ଗକୁ ପିତା ଓ ବଡ଼ ଭାଇଙ୍କ ମୃତ୍ୟୁ ତାଙ୍କୁ ପିଲାଦିନରୁ ହିଁ ପରିବାରର ଦାୟିତ୍ୱ ନେବାକୁ ବାଧ୍ୟ କରିଥିଲା। ମୟୂରଭଞ୍ଜର ଭୂୟାଁ, ବାଥୁଡ଼ି, ସାଉଁତି ପ୍ରଭୃତି ଆଦିବାସୀଙ୍କ ସଙ୍ଗମେଳରୁ ସେ ସରଳତା ଓ ପିତାଙ୍କଠାରୁ ଉତ୍ତରାଧିକାରର ସୂତ୍ରରେ ଲାଭ କରିଥିଲେ ଅବଦମିତ ଚରିତ୍ର ଓ ସ୍ପଷ୍ଟବାଦିତା। ନିଜ ଜୀବନ ସଂଘର୍ଷକୁ ସେ ଉକ୍ତ ଆତ୍ମଜୀବନୀରେ ଅତି ସଂକ୍ଷିପ୍ତ ଭାବରେ ଦର୍ଶାଇଛନ୍ତି। ତେବେ ଐତିହାସିକ ଦୃଷ୍ଟିରୁ ତତ୍କାଳୀନ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଚିତ୍ର ଫୁଟାଇବା ହିଁ ଉକ୍ତ ଆତ୍ମଜୀବନୀର ମୁଖ୍ୟ ଲକ୍ଷ୍ୟ। ଏପରି ନିର୍ଭୀକତାର ସହିତ ଲେଖିବା ପାଇଁ
ଲେଖକଙ୍କୁ ନାନା କଟୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି, କିନ୍ତୁ ସେ ଅବିଚଳିତ ଭାବରେ ଓଡ଼ିଆ ଜାତିକୁ ସଚେତନ କରିବାର ଚେଷ୍ଟା କରିଛନ୍ତି। ଲେଖକ କାହିଁକି ଏପରି ଲେଖୁଛନ୍ତି? ତାର ଉତ୍ତରରେ ସେ କହିଛନ୍ତି, ମଲା ଘୋଡ଼ାକୁ ବଞ୍ଚାଇ ତା ପିଠିରେ ଚଢ଼ି ମୁଁ ଦିଗ୍ବିଜୟର ପରିକଳ୍ପନା କରୁନାହିଁ। କେହି କେହି ମୋତେ ପଚାରୁଛନ୍ତି, ତୁମେ କାହିଁକି ଲେଖୁଛ? ଏ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ମୁଁ ଏମାନଙ୍କୁ ପଚାରୁଛି, ମୁଁ କାହିଁକି ଲେଖୁଛି ବୋଲି ଆପଣମାନେ କାହିଁକି ପଚାରୁଛନ୍ତି? କାହିଁକି ଅଧରାତିରେ ଏତେ ବଡ଼ ପାଟିରେ ବୋବାଉ ବୋଲି ଯଦି କେହି ବିଲୁଆକୁ ପଚାରେ, ତେବେ ସେ କହିବ, ମୁଁ ଥରେ ଥରେ ନିଜକୁ ଏ ପ୍ରଶ୍ନ ପଚାରେ, ମୁଁ ଖାଇ ପିଇ ଚୁପଚାପ ଗାତ ଭିତରେ ଶୋଇପଡ଼ିଲେ ଭଲ ହୁଅନ୍ତା। ତଦ୍ୱାରା ମୋତେ କୁକୁର ଦାଉରୁ ମଧ୍ୟ ରକ୍ଷା ମିଳନ୍ତା। ଅନ୍ୟ ପ୍ରାଣୀମାନେ ବୋବାଇଲେ କୁକୁରମାନେ ପାଟି ଫିଟାନ୍ତି ନାହିଁ, କିନ୍ତୁ ମୁଁ ଟିକିଏ ବୋବାଇ ଦେଲେ ମୋତେ କାମୁଡ଼ିବା ପାଇଁ ଏମାନେ ଚାରିଆଡ଼ୁ ଦୌଡ଼ି ଆସନ୍ତି। ତଥାପି ମୁଁ ମୋର ପ୍ରକୃତି ଛାଡ଼ିପାରେ ନାହିଁ। ମୁଁ ଯେ ବିଶ୍ୱବ୍ରହ୍ମାଣ୍ଡର ଗୋଟିଏ ଜୀବ ଏବଂ ପୃଥିବୀରେ ଯେ ମୋର ଅବସ୍ଥିତି ଅଛି, ଏ କଥାଟା ତାର ସ୍ୱରରେ ଘୋଷଣା କରିବା ପାଇଁ ମୁଁ ଅଧରାତିରେ ବଡ଼ ପାଟିରେ ବୋବାଏ। ଏପରି ତୀକ୍ଷ୍ଣ ସ୍ୱର ଲେଖକଙ୍କ ସ୍ପଷ୍ଟବାଦିତାକୁ ପରିପ୍ରକାଶ କରେ। ଲେଖକଙ୍କ ମତରେ ସେ ଓଡ଼ିଶାର ଧର୍ମ, ସଂସ୍କୃତି ଓ ସାହିତ୍ୟ ସମ୍ବନ୍ଧରେ ଯେଉଁ କଥା କହନ୍ତି, ତଦ୍ୱାରା ସେମାନେ ବିଚଳିତ ହୁଅନ୍ତି, ଯେଉଁମାନେ ଏ ସ୍ତରରେ ବ୍ୟବସାୟ ଚଳାଇଛନ୍ତି ଓ ଏହାଦ୍ୱାରା ସେମାନଙ୍କ ବ୍ୟବସାୟରେ ବାଧା ଆସେ। ଉକ୍ତ ଆତ୍ମଜୀବନୀରେ ଲେଖକ ଓଡ଼ିଶାର ସଂସ୍କୃତି ପ୍ରଗତି ଓ ଓଡ଼ିଶାର ସାଂସ୍କୃତିକ ଗତିଧାରା ନାମକ ପରିଚ୍ଛେଦ ଦ୍ୱୟରେ ତଥ୍ୟ ଓ ସ୍ୱମତର ସାମଞ୍ଜସ୍ୟ ଦ୍ୱାରା ସଂସ୍କୃତି ସମ୍ବନ୍ଧୀୟ ଏକ ସ୍ଥୂଳ ଧାରଣା ପ୍ରଦାନ କରିଛନ୍ତି। ସଂସ୍କୃତି କହିଲେ ସାହିତ୍ୟ, ଲଳିତ କଳା, ଇତିହାସ, ଧର୍ମ, ଦର୍ଶନ ବିଜ୍ଞାନ, ଅର୍ଥନୀତି ବିଜ୍ଞାନ, ରାଜନୀତି ବିଜ୍ଞାନ ଇତ୍ୟାଦି ବିଷୟକୁ ବୁଝାଏ। ସଂସ୍କୃତି ଉପରୋକ୍ତ ବିଭାଗ ମଧ୍ୟରୁ ଲେଖକ କେବଳ ସାହିତ୍ୟ ଓ ଇତିହାସ ସମ୍ପର୍କରେ ଟିପ୍ପଣୀ ପ୍ରଦାନ କରିଛନ୍ତି। ଓଡ଼ିଶାର ଇତିହାସ ଓ ଐତିହାସିକ ଉପାଦାନ ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି, ଓଡ଼ିଶାରେ ପ୍ରଚୁର ଐତିହାସିକ ଉପାଦାନ ଅଛି, ମାତ୍ର ଓଡ଼ିଶାର ଇତିହାସ ଗବେଷଣାର ମାନ ନିର୍ଦ୍ଧାରଣ କରାଯାଉ ନାହିଁ। ବଙ୍ଗାଳୀ ପଣ୍ଡିତମାନଙ୍କ ପରି ଓଡ଼ିଆ ପଣ୍ଡିତମାନଙ୍କ ଶ୍ରମ ଓ ନିଷ୍ଠା ନାହିଁ। ଓଡ଼ିଶାରେ ପ୍ରଚୁର ମୂଳ ପାଣ୍ଡିତର କଣ୍ଠରୋଧ କରୁଛି। 1952 ମସିହା ଦୈନିକ ସମାଜର ସାପ୍ତାହିକ ଆଲୋଚନାରେ ପ୍ରକାଶ ପାଇଥିବା ଗବେଷକଙ୍କ ଏହି ବକ୍ତବ୍ୟ ଦ୍ୱାରା ତାଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା, କିନ୍ତୁ ଏଥିରେ ବିଚଳିତ ହୋଇନଥିଲେ। ସେ କେବଳ କୌଣସି ବିଷୟର ନିନ୍ଦା କିମ୍ବା ସମାଲୋଚନା କରୁନଥିଲେ, ବରଂ ଉକ୍ତ ବିଷୟରେ ଏକ ଉତ୍କୃଷ୍ଟ ତଥ୍ୟପୂର୍ଣ୍ଣ ପ୍ରବନ୍ଧ ଲେଖି ଉପଯୁକ୍ତ ଯୁକ୍ତି ଉପସ୍ଥାପନ କରୁଥିଲେ। ତାଙ୍କ ମତରେ ବହୁ ଜାଲ ଐତିହାସିକ ଉପାଦାନ ସୃଷ୍ଟି ହେଉଥିବାରୁ ଇତିହାସ ସଂକଳନରେ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି ହୋଇଥାଏ ଓ ଐତିହାସିକ ଗବେଷଣାର ପଥ ମଧ୍ୟ ଏକାବେଳେ ଅବରୁଦ୍ଧ ହୋଇଯାଏ। ଉକ୍ତ ଆତ୍ମଜୀବନୀରେ ଲେଖକ ରକ୍ତବାହୁ ଅଭିଯାନ ସମ୍ବନ୍ଧୀୟ, ଖାରବେଳଙ୍କ ଜିନାସନ ଆନୟନ ସମ୍ବନ୍ଧୀୟ, କାଞ୍ଚି ଅଭିଯାନ, ପୁରୀରୁ ପ୍ରାପ୍ତ ଅଳ୍ପ ପ୍ରାଚୀନ ମୂର୍ତ୍ତି ଉପରେ ବହୁ ପ୍ରାଚୀନ ଲିପି ଖୋଦିତ ହୋଇଥିବାରୁ ଦୃଷ୍ଟାନ୍ତ ସାଙ୍ଗକୁ ଜୟଦେବଙ୍କ ସମ୍ବନ୍ଧରେ 2ଟି ଜାଲ ଶିଳାଲେଖ ଲୋକଲୋଚନକୁ ଆଣିଛନ୍ତି। କେବଳ ଶିଳାଲେଖ ନୁହେଁ, ଅର୍ବାଚୀନ ତାଳପତ୍ର ପୋଥିରେ କିମ୍ଭୂତକିମାକାର ଅକ୍ଷରରେ ଲେଖି ତାକୁ ଭଣ୍ଡାର ପାଞ୍ଜି ଆଖ୍ୟା ଦେବାର ପ୍ରୟାସ ତଥା ଓଡ଼ିଶାର ମନ୍ଦିର ଶିଳ୍ପ ଓ କୋଣାର୍କ ମନ୍ଦିର ସମ୍ବନ୍ଧୀୟ ତାଳପତ୍ରରେ ଭ୍ରମାତ୍ମକ ତଥ୍ୟ ସମ୍ପର୍କରେ ମଧ୍ୟ ସେ ଅବଗତ କରାଇଛନ୍ତି। ଉପାଦାନଗୁଡ଼ିକ କିପରି ଜାଲ କରାଯାଏ ସେ ସମ୍ପର୍କରେ ଲେଖକ କହନ୍ତି, ବିଭିନ୍ନ ଯୁଗର ପ୍ରାଚୀନ ଲିପିମାଳା ପୁସ୍ତକାକାରରେ ପ୍ରକାଶିତ ହୋଇଛି। ଏହି ପୁସ୍ତକ ବା ପୁସ୍ତକମାନଙ୍କ ସାହାଯ୍ୟରେ ଜାଲ ତମ୍ବାପାଟ ଓ ଜାଲ ଶିଳାଲେଖ ଅକ୍ଲେଶରେ ସୃଷ୍ଟି କରାଯାଇପାରେ। ପୁରୁଣା ତାଳପତ୍ର ପୋଥିମାନଙ୍କୁ ଅଲେଖ ତାଳପତ୍ର ସଂଗ୍ରହ କରି ସହଜରେ ଜାଲ ପୁରୁଣା ପୋଥି ତିଆରି କରାଯାଇପାରେ। ରେଭେନ୍ସା କଲେଜର ସଂଗ୍ରହାଳୟରେ କ୍ୟୁରେଟର ଥିବା ସମୟରେ ଲେଖକ ଭୁବନେଶ୍ୱର ଓ ତାର ଉପକଣ୍ଠରୁ ମିଳିଥିବା କାରୁକଳା ଖଚିତ ସ୍ଥାପତ୍ୟ ସଂଗୃହୀତ କରି ଆର୍କୋଲୋଜିକାଲ ରିମେନ୍ସ ଏଟ୍ ଭୁବନେଶ୍ୱର ନାମକ ଗ୍ରନ୍ଥ ଓ ବହୁ ପ୍ରବନ୍ଧ ରଚନା କରି ଐତିହାସିକ ଗବେଷଣା କ୍ଷେତ୍ରରେ ନୂତନ ଦିଗ ଉନ୍ମୋଚନ କରିଛନ୍ତି। ମୋ ସମୟର ଓଡ଼ିଶା ଆତ୍ମଜୀବନୀରେ ମୁଖ୍ୟତଃ ଓଡ଼ିଆମାନଙ୍କ ଅତୀତ ପ୍ରୀତି, ଶ୍ରମ କାତରତା ଓ ସ୍ୱାଧୀନ ଚିନ୍ତାର ଅଭାବ ତାଙ୍କୁ କିପରି ଜାତୀୟ ତଥା ବିଶ୍ୱସ୍ତରରେ ପଛରେ ପକାଇ ଦେଇଛି, ସେ ବିଷୟରେ ଏକ ବିବରଣୀ ସ୍ଥାନିତ ହୋଇଛି।
କୌଣସି ଜାତି ବିଶେଷରେ ସମଷ୍ଟିଗତ ସ୍ମୃତି ହିଁ ଇତିହାସ। ଇତିହାସକୁ ମିଥ୍ୟାମୟ, କଳ୍ପନାମୟ ଓ ଆବେଗମୟ କଲେ ତାହା ସୁଫଳ ନ ଦେଇ କୁଫଳ ଦେଇଥାଏ। ଲେଖକଙ୍କ ମତରେ ଇତିହାସକୁ ମିଥ୍ୟା ନ କରି ବରଂ ତାକୁ ଭୁଲିଯିବା ଭଲ। ଓଡ଼ିଆମାନଙ୍କ ଏହି ଆବେଗମୟ ଅତୀତ ପ୍ରୀତିର ଦୃଷ୍ଟାନ୍ତ ଦେବାକୁ ଯାଇ ସେ କହିଛନ୍ତି, ଆମର ଇତିହାସକୁ ମିଥ୍ୟାମୟ, ଆବେଗମୟ ଓ କଳ୍ପନାମୟ କରାଯାଉଛି। କୁହାଯାଉଛି ଓଡ଼ିଶା ସମସ୍ତ ପୌରାଣିକ ଓ ସମସ୍ତ ଐତିହାସିକ ପୁରୁଷଙ୍କ ଲୀଳାସ୍ଥଳୀ ଥିଲା। ଦୃଷ୍ଟାନ୍ତ ସ୍ୱରୂପ ଯାଜପୁର ନିକଟରେ ବହୁଥିବା ମନ୍ଦାକିନୀ ନଦୀ ଓ ଛତିଆ ନିକଟରେ ଇନ୍ଦ୍ର ସ୍ଥାନରେ ପଥର ପାଲଟିଥିବା ଇନ୍ଦ୍ରାଣୀ ପ୍ରମାଣ କରନ୍ତି ଓଡ଼ିଶା ଦିନେ ସ୍ୱର୍ଗ ଥିଲା। ବାରାଣାସୀ ମଧ୍ୟ କଟକରେ ଥିଲା। ଅଦ୍ୟାପି ଏହାର ଅଂଶବିଶେଷ ବିଡ଼ାନାସୀ ନାମରେ ଅଖ୍ୟାତ। କଟକରେ ଗଡ଼ଗଡ଼ିଆ ଘାଟରେ ଚୈତନ୍ୟଙ୍କ ସମ୍ମୁଖରେ ସ୍ୱୟଂ ଗଜପତି ପ୍ରତାପରୁଦ୍ର ଦେବ ଗଧ ପରି ଗଡ଼ ଗଡ଼ ହୋଇ ଗଡ଼ି ଯାଉଥିବାରୁ ଏହାର ଏପରି ନାମକରଣ ହୋଇଅଛି। ତଦ୍ବ୍ୟତୀତ ଭୁବନେଶ୍ୱର ତ ଭୂ କୈଳାସ। ଭୁବନେଶ୍ୱର ଭାସ୍କରେଶ୍ୱର ମନ୍ଦିର ନିକଟରେ ପଞ୍ଚୁପାଣ୍ଡବ ଗୁମ୍ଫା ରହିଛି। ଧଉଳି ପାହାଡ଼ରେ ମହାଭାରତର ଅଶ୍ୱତ୍ଥାମା ହସ୍ତୀ ପଥର ପାଲଟି ଯାଇଛି। କୋଣାର୍କର ଅନତି ଦୂରରେ ଯେଉଁ ଗୋପଗ୍ରାମ ଅଛି, ସମ୍ଭବତଃ ସେହିଠାରେ ହିଁ କୃଷ୍ଣ ବାଲ୍ୟଲୀଳା କରୁଥିଲେ। ଏହାର ପ୍ରମାଣ ଦିଅନ୍ତି ଓଡ଼ିଶାରେ ଥିବା କଦମ୍ବ ଗଛର ସମ୍ଭାର। ଆହୁରି ମଧ୍ୟ ଗଞ୍ଜାମ ଦିନେ କାଳେ ଋଷିମାନଙ୍କ ଅଞ୍ଚଳ ଥିଲା। ଏହି ଅଞ୍ଚଳର ଋଷିମାନେ ଖଣତିରେ ଖୋଳି ଖୋଳି ଋଷିକୂଲ୍ୟା ନଦୀକୁ ତିଆରି କରିଥିଲେ। ପାନପୋଷ ନିକଟରେ ଦେବବ୍ୟାସ ରହିଛି ଏବଂ ଯାଜପୁର ରୋଡ୍ ନିକଟରେ ଥିବା ବ୍ୟାସନଗର ପ୍ରମାଣ କରେ ବ୍ୟାସମୁନି ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ। ଏହିପରି ଅନେକ ବିଭ୍ରାନ୍ତକର ତଥ୍ୟ ଲୋକମାନଙ୍କ ମନରେ ସଞ୍ଚାର କରିବାର ଅନବରତ ପ୍ରୟାସ ଓଡ଼ିଶାରେ ଚାଲିଥିବାର ବିଷୟ ଲେଖକ ପ୍ରକାଶ କରିଛନ୍ତି। ଓଡ଼ିଶାର ଦାରିଦ୍ର୍ୟ ଓ ଅନଗ୍ରସରତା ସମ୍ପର୍କରେ ନିଜର ଅପାରଗତା ଲୁଚାଇବାକୁ ଯାଇ ଓଡ଼ିଆମାନେ କହନ୍ତି, ଓଡ଼ିଶା ଭାଷୀ ଅଞ୍ଚଳମାନ ମଧ୍ୟପ୍ରଦେଶ, ବିହାର, ମାନ୍ଦ୍ରାଜ ଓ ବଙ୍ଗଦେଶର ବାଣ୍ଟି ହୋଇ ରହିଲା। ବଙ୍ଗାଳୀମାନେ ଓଡ଼ିଶାର ଜମିଦାରୀ ଗୁଡ଼ାକୁ ମାରିନେଲେ। ଶ୍ରୀଚୈତନ୍ୟ ଓଡ଼ିଆମାନଙ୍କ ସାମରିକ ଶକ୍ତିକୁ ଧ୍ୱଂସ କରିଦେଲେ ଇତ୍ୟାଦି। କିନ୍ତୁ ଲେଖକଙ୍କ ମତରେ ଘଟଣା ପ୍ରବାହର ଅନୁଶୀଳନ ଓ ବିଶ୍ଳେଷଣ କଲେ ଏ ସମସ୍ତ ଯୁକ୍ତି ଗ୍ରହଣଯୋଗ୍ୟ ହୁଏ ନାହିଁ। 1947 ଭାରତ ବିଭାଜନ ପରେ ପଞ୍ଜାବର ଅଧା ଅଂଶ ପାକିସ୍ତାନକୁ ଚାଲିଗଲା। ଅବଶିଷ୍ଟାଂଶରେ ହରିୟାଣା, ହିମାଚଳ ପ୍ରଦେଶ, ପଞ୍ଜାବ ରାଜ୍ୟ ସୃଷ୍ଟି ହେଲା। କିନ୍ତୁ ପଞ୍ଜାବ ଓ ହରିୟାଣା ଭାରତର ସର୍ବଶ୍ରେଷ୍ଠ ଅଗ୍ରସର ରାଜ୍ୟ। ବଙ୍ଗ ବିଭାଜନ ପରେ ପଶ୍ଚିମବଙ୍ଗ ନିଜର ଧର୍ମ, ଶିକ୍ଷା, ସଂସ୍କୃତି ଓ ରାଜନୀତିରେ ତାର ଗୌରବ ବଜାୟ ରଖିଛି। ଆସାମରୁ ବିଚ୍ଛିନ୍ନ ରାଜ୍ୟଗୁଡ଼ିକ ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଓଡ଼ିଶାଠାରୁ ଆଗୁଆ। ଗୌହାଟୀ ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରକାଶକ ତାଲିକା ଲିଷ୍ଟ ଅଫ୍ ପବ୍ଲିକେସନ୍ ର ତୁଳନାତ୍ମକ ଅଧ୍ୟୟନ କଲେ ଆସାମ ଓ ଓଡ଼ିଶାର ପ୍ରଗତି ସମ୍ପର୍କରେ ସୂଚନା ପ୍ରମାଣିତ କରାଯାଇପାରିବ। ସେହିପରି ଦୀର୍ଘ 235 ବର୍ଷର ବୈଦେଶିକ ରାଜତ୍ୱ ସମୟରେ ଓଡ଼ିଆମାନେ ସେହି ଶାସନ କଳ ଓ ସୈନ୍ୟ ବିଭାଗ ସହ କୌଣସି ସମ୍ପର୍କ ରଖିନଥିଲେ। ଅପରପକ୍ଷେ ବଙ୍ଗାଳୀମାନେ ଏସବୁ ଶିକ୍ଷା କରି ଜମିଦାରୀ ଦଖଲ କରିବାରେ ସମର୍ଥ ହୋଇଥିଲେ। ଅନ୍ୟ ଉପରେ ଦୋଷ ଲଦି ଦେଇ ନିଜକୁ ନିରୀହ ତଥା ଅସହାୟ ପ୍ରଦର୍ଶିତ କରିବା ଗୁଣକୁ ଲେଖକ ସମାଲୋଚନା କରନ୍ତି। ଏହାଦ୍ୱାରା କୌଣସି ଜାତି ଉନ୍ନତି କରିପାରିବ ନାହିଁ। ଓଡ଼ିଆମାନଙ୍କ ବଙ୍ଗ ବିଦ୍ୱେଷୀ ନୀତି ଏହାର ଏକ ଉଦାହରଣ। ଅନେକ ସମୟରେ ଓଡ଼ିଆମାନେ ନିର୍ବାଚନରେ ସମଗ୍ର ବଙ୍ଗାଳୀ ଜାତି ପ୍ରତି ବିଦ୍ୱେଷୀ ହୋଇପଡ଼ନ୍ତି। ବଙ୍ଗାଳୀମାନଙ୍କ ଯେଉଁ ସୁଗୁଣ ରହିଛି, ସେଥିରୁ ସେମାନେ ଶିକ୍ଷାଲାଭ କରନ୍ତି ନାହିଁ। ଲେଖକଙ୍କ ମତରେ ଓଡ଼ିଶାର ଶତକଡ଼ା 90 ଧର୍ମଗୁରୁ ହେଉଛନ୍ତି ବଙ୍ଗାଳୀ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ସ୍ୱପ୍ନ ସର୍ବପ୍ରଥମେ ରାଜା ବୈକୁଣ୍ଠନାଥ ଦେଙ୍କ ମନରେ ପ୍ରବେଶ କରିଥିଲା। ଉତ୍କଳ ଦୀପିକା ମାଧ୍ୟମରେ ଗୌରୀଶଙ୍କର ରାୟ ଓଡ଼ିଶାର ଗୌରବ ଓ ସ୍ୱାର୍ଥ ସଂରକ୍ଷଣ ପାଇଁ ଚେଷ୍ଟା କରିଥିଲେ। କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ ପ୍ରମୁଖ ମୁଷ୍ଟିମେୟ ବଙ୍ଗାଳୀ ଓଡ଼ିଆ ଏକଟା ସ୍ୱତନ୍ତ୍ର ଭାଷା ନୟ ବୋଲି ପ୍ରଚାର କରୁଥିବା ବେଳେ ରାଜା ବୈକୁଣ୍ଠନାଥ ଦେ ଓ ଭୂଦେବ ବନ୍ଦୋପାଧ୍ୟାୟ କବିବର ରାଧାନାଥ ରାୟଙ୍କୁ ବଙ୍ଗଭାଷା ଛାଡ଼ି ଓଡ଼ିଆ ଭାଷାରେ କବିତା ରଚନା କରିବା ପାଇଁ ପ୍ରବର୍ତ୍ତାଇ ଓଡ଼ିଆ ସାହିତ୍ୟର ନବଯୁଗ ସୃଷ୍ଟି କରିଥିଲେ। ସାର୍ ଆଶୁତୋଷ ମୁଖାର୍ଜୀ ଓଡ଼ିଆ ଭାଷାର ସ୍ୱାତନ୍ତ୍ର୍ୟ ସ୍ୱୀକାର କରି ଏହାର ସାହିତ୍ୟକୁ ସର୍ବପ୍ରଥମେ କଲିକତା ବିଶ୍ୱବିଦ୍ୟାଳୟ M.A. କ୍ଲାସରେ ସ୍ଥାନ ଦେଇଥିଲେ। ବୈଜ୍ଞାନିକ ରୀତିରେ ଲିଖିତ ଓଡ଼ିଶାର ସର୍ବପ୍ରଥମ ବୃହତ୍ ଇତିହାସର ଲେଖକ ଥିଲେ ରଖାଲ ଦାସ ବାନାର୍ଜୀ। ମୋହନ ସୁନ୍ଦର ଗୋସ୍ୱାମୀ ସର୍ବପ୍ରଥମ ଓଡ଼ିଆ ଚଳଚ୍ଚିତ୍ରର ନିର୍ମାତା ଥିଲେ। ଏତଦ୍‌ବ୍ୟତୀତ ଆଧୁନିକ ଓଡ଼ିଆ ସାହିତ୍ୟ ଉନ୍ମେଷରେ ଅନେକ ବଙ୍ଗାଳୀ ଲେଖକ ନିଜର ଲେଖନୀ ସାହାଯ୍ୟରେ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିଲେ। ତେଣୁ ବଙ୍ଗାଳୀମାନେ ଓଡ଼ିଆମାନଙ୍କ ପ୍ରଗତି ପଥକୁ ଅବରୁଦ୍ଧ କରିଛନ୍ତି ବୋଲି ଭାବିବାର ଯୌକ୍ତିକତା
ନାହିଁ ବୋଲି ଲେଖକ ସ୍ପଷ୍ଟ କରିଛନ୍ତି। ଯେଉଁ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ ଓଡ଼ିଆ ଭାଷା ବିରୋଧୀ ମନ୍ତବ୍ୟ ଦେଇଥିଲେ, ବଙ୍ଗଦେଶ ତାଙ୍କୁ ଚିହ୍ନେ ନାହିଁ, ଓଡ଼ିଆମାନେ ହିଁ ତାଙ୍କୁ ବଡ଼ କରିଛନ୍ତି। ଅଣ-ଓଡ଼ିଆ ଓ ଓଡ଼ିଆର ପ୍ରକୃତ ସଂଜ୍ଞା ଉପସ୍ଥାପକ ପୂର୍ବକ ଲେଖକ କହନ୍ତି, ମୋ ବିଚାରରେ ଯେଉଁମାନେ ଓଡ଼ିଆରେ ରହି ଓଡ଼ିଶାର ଭାଷା ଓ ସ୍ୱାର୍ଥ ସହିତ ଓତପ୍ରୋତ ଭାବରେ ଜଡ଼ିତ ହୋଇଯାଇଛନ୍ତି, ସେମାନେ ସମସ୍ତେ ଓଡ଼ିଆ। ଓଡ଼ିଶାର ସୁର, ସୁରୀ ଓ ସନ୍ଥପୂଜା ସମ୍ପର୍କରେ ମଧ୍ୟ ଲେଖକ ନିଜର ଆତ୍ମଜୀବନୀରେ ଉଲ୍ଲେଖ କରିଛନ୍ତି। ସୁର, ସୁରୀ ଓ ସନ୍ଥପୂଜା ସଭ୍ୟତାର ପରିମାପକ। ଯେଉଁ ଦେଶରେ ଏମାନଙ୍କ ପୂଜା ଯେତେ ବେଶୀ ହୁଏ, ସେହି ଦେଶ ସେତେ ବେଶୀ ଉନ୍ନତ ହୋଇଥାଏ, କାରଣ ଏମାନଙ୍କ କୃତି ହିଁ ତରୁଣମାନଙ୍କୁ ପ୍ରେରଣା ଦିଏ। କିନ୍ତୁ ଦୁର୍ଭାଗ୍ୟବଶତଃ ଓଡ଼ିଶାରେ ଏହି ପରମ୍ପରାର ମୂଲ୍ୟାଙ୍କନ ହୋଇପାରି ନାହିଁ। କେବଳ ବିବାଦରେ ଜଡ଼ିତ ବ୍ୟକ୍ତିମାନଙ୍କର ଏଠାରେ ପୂଜା କରାଯାଏ। ଓଡ଼ିଶାର ଐତିହାସିକ ସୁରମାନେ ପ୍ରାୟତଃ ବିସ୍ମୃତ ହେବାକୁ ବସିଲେଣି। ଓଡ଼ିଶାର ବୀରମାନଙ୍କ ସମ୍ବନ୍ଧରେ କେତେକ ଗାଲୁଗଳ୍ପ ଛଡ଼ା ପ୍ରକୃତ ଇତିହାସ ଖୁବ୍ କମ୍ ଓଡ଼ିଆ ଜାଣନ୍ତି। ସେହିପରି ପ୍ରାଚୀନ କବିମାନଙ୍କର ମଧ୍ୟ ପ୍ରକୃତ ପୂଜା ହୋଇପାରୁନାହିଁ। ଲେଖକଙ୍କ ଭାଷାରେ କବିଙ୍କ ପ୍ରକୃତ ପୂଜା ହେଉଛି ସେମାନଙ୍କ ପ୍ରତିଭାର ବିଶ୍ଳେଷଣ ଓ ସେମାନଙ୍କ ସାହିତ୍ୟ କୃତିର ବିଶେଷତ୍ୱ ନିର୍ଦ୍ଧାରଣ। କିନ୍ତୁ ଅବଧି କବିମାନଙ୍କ ସମ୍ବନ୍ଧରେ ଯାହା ଲେଖା ହୋଇଛି, ତାହା ମୁଖ୍ୟତଃ ପ୍ରଶଂସାମୂଳକ ହୋଇଛି। ଓଡ଼ିଶାର ପ୍ରାଚୀନ କବିମାନେ କେବଳ ଓଡ଼ିଶାର ହୋଇ ରହିଯାଇଛନ୍ତି, ସମଗ୍ର ଭାରତବର୍ଷରେ ସେମାନେ ଏଯାବତ୍ ପରିଚିତ ନୁହନ୍ତି। ଜଗନ୍ନାଥ ଦାସ, ଭୀମ ଭୋଇ କେବଳ ଓଡ଼ିଶାର ସନ୍ଥ କବି ହୋଇ ରହିଯାଇଛନ୍ତି। ଅପରପକ୍ଷେ କବୀର, ତୁଳସୀଦାସ, ସୁରଦାସ, ମୀରାବାଈ, ରାମଦାସ, ତୁକାରାମ ଆଦି ସର୍ବଭାରତୀୟ କବି ହୋଇ ଯାଇଛନ୍ତି। ଲେଖକଙ୍କ ମତରେ ଓଡ଼ିଆମାନେ ଓଡ଼ିଶାକୁ ପୃଥିବୀ ବା ଭାରତ ବୋଲି ଧରି ନେଇଥିବାରୁ ଏ ରାଜ୍ୟର ସାଧୁସନ୍ଥଙ୍କ ମାହାତ୍ମ୍ୟ ପୃଥିବୀ କିମ୍ବା ଭାରତରେ ପ୍ରଚାରିତ ହୋଇପାରି ନାହିଁ। ଏପରିକି ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିଭା ସମ୍ବନ୍ଧରେ ମଧ୍ୟ ଯୁକ୍ତିଯୁକ୍ତ ଆଲୋଚନା ହୋଇପାରୁନାହିଁ। ଭଞ୍ଜକୁ କେବଳ ସନ୍ଥ କରି ତାଙ୍କ ମୁଣ୍ଡରେ ସିନ୍ଦୁର ଟୋପା ମାରିଦେଲେ କବିଙ୍କ କୃତି ଓ ସ୍ମୃତି ପ୍ରତି ଯଥାର୍ଥ ସମ୍ମାନ ପ୍ରଦର୍ଶିତ ହୋଇପାରିବ ନାହିଁ। କହିବା ବାହୁଲ୍ୟ ଯେ ଭଞ୍ଜ ତାଙ୍କ କବିତାବଳୀର କୌଣସି ଜାଗାରେ ନିଜକୁ କବି ସମ୍ରାଟ ବୋଲି ଲେଖି ନାହାନ୍ତି। ପ୍ରାଚୀନ କବିମାନଙ୍କୁ ଦେବତା କରି ଦିଆଯାଇ ସେମାନଙ୍କ ପ୍ରକୃତ ସାହିତ୍ୟ ଚର୍ଚ୍ଚାର ରାସ୍ତାକୁ ଅବରୁଦ୍ଧ କରିଦେବାର ପ୍ରୟାସ ଚାଲିଛି। ଏଯାବତ୍ ସଠିକ୍ ଭଞ୍ଜ ଗ୍ରନ୍ଥାବଳୀ ଏକତ୍ର ପ୍ରକାଶିତ ହୋଇପାରି ନାହିଁ। ଲେଖକଙ୍କ ମତରେ ଆମେ କେବଳ ସୁର, ସୁରୀ ଓ ସନ୍ଥପୂଜା ନାମରେ ଧର୍ମ ଓ ସଂସ୍କୃତିର ବହିରାବରଣକୁ ହିଁ ପୂଜା କରିଆସୁଛୁ। ସତ୍ୟ ହେଉଛି ସର୍ବଧର୍ମ ଓ ସଂସ୍କୃତିର ଜୀବନ ପରି ଏବଂ ଉତ୍ସବ ସମାରୋହ ହେଉଛି ଏମାନଙ୍କ ଶରୀର। ଆମ୍ଭେମାନେ ଜୀବକୁ ପୂଜା ନ କରି ସବୁକୁ ହିଁ ପୂଜା କରୁଛୁ। ଜୀବନ ସନ୍ଧ୍ୟାରେ ଉପନୀତ ହୋଇ ଡକ୍ଟର ପାଣିଗ୍ରାହୀ ବିଚାର କରିଛନ୍ତି, 60 ବର୍ଷକୁ ବହୁଦିନ ହେଲା ବାହାରି ଆସିବା ପରେ ମୋର ମନେ ହେଉଛି ମୁଁ ଜୀବନର ଶେଷକୃଶରେ ଆସି ପହଞ୍ଚିଛି। ଏହି ଶେଷକୃଶ ବହୁତ କ୍ଳାନ୍ତିକର। କର୍ମ କରିବାର ଶକ୍ତି ଆଉ ନାହିଁ, ଅଥଚ ରାସ୍ତା ଶେଷ ହେଉନାହିଁ କିମ୍ବା ତୃଷାର ବିଲୟ ଘଟୁନାହିଁ। ଏହା ହିଁ କ୍ଳାନ୍ତିହୀନ ସାଧକ, ଅନନ୍ତ ଯାତ୍ରାପଥର ପଥିକ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ଅନ୍ତିମ ଅଭିପ୍ସା। ଏକଦା ଆଲୋକମୟୀ ଆମର ସନାତନୀ ଜନ୍ମଭୂମିର ଅଭ୍ୟୁତ୍ଥାନ ପାଇଁ ତାଙ୍କ ପ୍ରାଣର ବ୍ୟାକୁଳତା ଜୀବନର ସାୟାହ୍ନ କାଳରେ ମଧ୍ୟ ଖୁବ୍ ନିବିଡ଼, ଖୁବ୍ ସ୍ପଷ୍ଟ ଓ ଖୁବ୍ ଆନ୍ତରିକ। ଜଣେ ଐତିହାସିକ ଗବେଷକ, ପ୍ରତ୍ନତତ୍ତ୍ୱବିତ୍ ତଥା ସାରସ୍ୱତ ସାଧକ ଭାବରେ ସେ ଓଡ଼ିଶାକୁ ଖାଣ୍ଟି ଓଡ଼ିଆ ମଣିଷଟିଏ ଭାବରେ ଭଲ ପାଇ ବସିଛନ୍ତି। ଅନ୍ୟପକ୍ଷରେ କୌଣସି ଜୀର୍ଣ୍ଣ ଦେବାଳୟର ପ୍ରାଚୀନତା ହେଉ କିମ୍ବା କୌଣସି ପ୍ରାଚୀନ ସାରସ୍ୱତ ସାଧକଙ୍କର କାଳ ନିର୍ଣ୍ଣୟ ହେଉ, ସେ କ୍ଷେତ୍ରରେ ସେ ଅଧିକ ସତ୍ୟାନୁସନ୍ଧାନୀ ହେବାକୁ ହିଁ ଶ୍ରେୟସ୍କର ମନେ କରିଛନ୍ତି। ସେହିପରି ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଅବକ୍ଷୟମୁଖୀ ପରମ୍ପରାକୁ ପସନ୍ଦ କରିପାରି ନାହାନ୍ତି ଓ ଗୋଟିଏ ଜାତିର ଉନ୍ନତି ପାଇଁ କ'ଣ କ'ଣ ଅନ୍ତରାୟ ଭାବେ ଉଭା ହେଉଛି ଏବଂ ତାହାର ନିରାକରଣ କଥା ହିଁ ଚିନ୍ତା କରିଛନ୍ତି। ମୋ ସମୟର ଓଡ଼ିଶାର ପ୍ରକୃତରେ ଏକ ସମାଲୋଚନା ଭିତ୍ତିକ ଆତ୍ମଚରିତ। ଓଡ଼ିଆ ଜାତିକୁ ଜାଗ୍ରତ କରିବାର ପ୍ରୟାସ ଏଥିରେ ଦେଖିବାକୁ ମିଳେ। ଆତ୍ମଜୀବନୀ ମାଧ୍ୟମରେ ତତ୍କାଳୀନ ସମାଜର ରୂପରେଖ ପ୍ରକାଶ କରିବାର ଅଭିନବ ପ୍ରଚେଷ୍ଟା ଉକ୍ତ ପୁସ୍ତକଟିକୁ ବିଶେଷ ମର୍ଯ୍ୟାଦା ପ୍ରଦାନ କରିଅଛି। କଠୋର ଭାବେ ଅପ୍ରିୟ ସତ୍ୟ ପ୍ରକାଶ କରିବା ଫଳରେ ତାଙ୍କୁ ବହୁ ବିରୋଧ, ବିଦ୍ୱେଷ ଓ ଅସହିଷ୍ଣୁତାର ସମ୍ମୁଖୀନ ହେବାକୁ ପଡ଼ିଛି। ତଥାପି ସେ ନିଜ ଗବେଷଣା ବୃତ୍ତିରୁ ବିଚ୍ୟୁତ ହୋଇନାହାନ୍ତି। କାଳର କରାଳ ସାଗରରେ ଗୋଟିଏ ଜାତିର ଦିଗହରା ପ୍ରଗତି ପୋତକୁ ଉଚିତ ମାର୍ଗ ଦେଖାଇବାର ସେ ପ୍ରୟାସ କରିଛନ୍ତି। ଏସବୁ ଦୃଷ୍ଟିରୁ ବିଚାର କଲେ ମୋ ସମୟର ଓଡ଼ିଶା ଏକ ଦିଗ ନିର୍ଣ୍ଣାୟକ ଖୁଣ୍ଟ, ଏଥିରେ ସନ୍ଦେହର ଅବକାଶ ନାହିଁ। ସରିଯାଇଛି ମୋ ସମୟର ଓଡ଼ିଶା ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ଆତ୍ମଜୀବନୀଟି।